ଆପଣ ଦେଖିପାରୁଥିବେ ପଛକାନେ ଗୋଟେ ଗେଟ୍ ଅଛି, ଏଇଟାକୁ ବ୍ରାଣ୍ଡେନବର୍ଗ ଗେଟ୍ ବୋଲି କହନ୍ତି। ଏଟା ଜର୍ମାନୀର ବର୍ଲିନରେ ଅଛି। ଏଟା ଭେରି ଫେମସ୍ ଯୋଉଟା କି ରେପ୍ରେଜେଣ୍ଟ କରେ ପିସ୍, ୟୁନିଟି ଆଉ ରିୟୁନିଫିକେସନ୍ସ। ଏଟା ବନେଇବାରେ କେବଳ 3 ବର୍ଷ ଲାଗିଥିଲା, ଯୋଉଟା କି 1788 ରୁ 1791 ଭିତରେ ଏଟା ଆକ୍ଚୁଆଲି ବନେଇଥିଲେ ଆମର କିଙ୍ଗ ଫ୍ରେଡରିକ୍ ଚାହୁଁଥିଲେ କି ଯେ ଆର୍ଟ, କଲଚର ଆଉ ପିସ୍ କୁ ଡେଭଲପ କରାଯାଉ, ବର୍ଲିନ ମାନେ ବିଶ୍ୱର ସବୁଠୁ ସୁନ୍ଦର ଏବଂ ଡେଭଲପ ସିଟି ହଉ ବୋଲିକି ସେ ଚାହୁଁଥିଲେ। ବଟ୍ ପରେ ପରେ କଣ ନା ଯୋଉ ୱାର୍ଲଡ ୱାର 2 ଏବଂ ଆମର କୋଲ୍ଡ ୱାର ରେ ଯୋଉ ଜର୍ମାନୀ ଟା ଡିଭାଇଡ ହେଇଗଲା 2 ଭାଗରେ ବିକଜ ଅଫ ଦ ୱାର, ଲାଇକ ଇଷ୍ଟ ଜର୍ମାନୀ, ୱେଷ୍ଟ ଜର୍ମାନୀ। ଯୋଉ ମୋ ପାଖରେ ଦେଖୁଛନ୍ତି ଏଇ ୱାଲ ଟା ହଉଛି ସେପାରେଟ କରୁଥିଲା ଇଷ୍ଟ ଜର୍ମାନୀ ଆଉ ୱେଷ୍ଟ ଜର୍ମାନୀକୁ। ମାନେ ଇଷ୍ଟ ଜର୍ମାନୀ ଲୋକମାନେ ୱେଷ୍ଟ ଜର୍ମାନୀକୁ ଯିବା ପାଇଁ ମନା, ଆଉ ୱେଷ୍ଟ ଜର୍ମାନୀ ଲୋକମାନଙ୍କୁ ଇଷ୍ଟ ଜର୍ମାନୀ ଆସିବା ପାଇଁ ମନା। ତ ମୁଁ ଯୋଉ ଜାଗାରେ ଠିଆ ହେଇଛି ସେ ସମୟରେ ମାନେ ଏଇ ଜାଗାଟା ହଉଛି ଇଷ୍ଟ ଜର୍ମାନୀରେ ଥିଲା, ଯୋଉଟା କି ଦେଖିପାରୁଥିବେ ଆପଣ। ଗୋଟେ ଇଣ୍ଡିକେସନ ଦେଖିଦଉଛି ସେପଟ ଯୋଉ ଟିଭି ଟାୱାରଟେ ଅଛି ବହୁତ ଦୂରରେ ଅଛି। ଏଇ ଏରିଆଟା ସେଇ ଟାଇମରେ ଇଷ୍ଟ ଜର୍ମାନୀରେ ଥିଲା, ଯୋଉଟା ସୋଭିଏତ ୟୁନିୟନ ରଷିଆ କଣ୍ଟ୍ରୋଲରେ ଥିଲା। ଏଇ ଟାୱାରଟା ବହୁତ ଦୂରରେ ଅଛି ମୋଠୁ, କିନ୍ତୁ ଏଟାକୁ ଯଦି ଜୁମ କରିବେ ଆପଣ ମାନେ ଏଟା ଦେଖିବାକୁ ଏମିତି। ଏଇଟା ହଉଛି ବର୍ଲିନର ଟାୱାର, ଏଟାକୁ ଟିଭି ଟାୱାର ବୋଲି ବି କହନ୍ତି। ଆଉ ଏ ଗେଟ୍ ର ସେପଟ ସାଇଡ ଟା ମାନେ ଯୋଉ ପଛକାନି ସେପଟ ସାଇଡ ଟା ହଉଛି ୱେଷ୍ଟ ଜର୍ମାନୀ ହେଇକି ଥିଲା ସେ ସମୟରେ। ତ ୱେଷ୍ଟ ଜର୍ମାନୀ ଟା ଆମର ୟୁକେ, ୟୁଏସ ଆଉ ଫ୍ରାନ୍ସ ର କଣ୍ଟ୍ରୋଲରେ ସେ ସମୟରେ ଥିଲା। ତ ଆପଣ ମାନଙ୍କୁ ଦେଖେଇ ଦିଏ ଜାଣିବା ପାଇଁ ମୁଁ ଜୁମ୍ କରିବାକୁ ଚେଷ୍ଟା କରୁଛୁ। ସେ ଗେଟ୍ ର ପଛକାନି ଗୋଟେ ଆଇକନିକ କଣ ଗୋଟେ ବହୁତ ସୁନ୍ଦର ମ୍ୟୁଜିୟମ ଟେ ଅଛି। ଏଟା ଦେଖିପାରୁଥିବେ ଗୋଟେ। Sure. Sorry, later. I'm just doing that. So ଏବେ ଦେଖିପାରୁଥିବେ ସେପଟେ ଗୋଟେ ମେମୋରିଆଲ ଟା ଅଛି। ମୁଁ ଜୁମ୍ କରିକି ଦେଖେଇଲି, ଏଇଟା ସେ ସମୟରେ ୱେଷ୍ଟ ଜର୍ମାନୀରେ ଥିଲା। ଏ ଟାୱାରଟା ବହୁତ ଦୂରରେ ଅଛି, ମୁଁ ଜଷ୍ଟ ଜୁମ୍ କରିକି ଆପଣଙ୍କୁ ଦେଖେଇବାକୁ ଚେଷ୍ଟା କଲି। ନା ଏଇଠୁ ପୁରା ଆପଣ ଦେଖିପାରିବେନି ମଧ୍ୟ, ମୁଁ ଜଷ୍ଟ 100% ଜୁମ୍ କରିଥିଲି ବୋଲି ଏଇଟା ଦେଖାଗଲା। 1989 ରେ ସେମାନଙ୍କ ମଧ୍ୟରେ ଗୋଟେ ମାନେ ଲୋକମାନଙ୍କ ମଧ୍ୟରେ ରାଲି ଗୁଡାକ ଆରମ୍ଭ ହେଲା ଧୀରେ ଧୀରେ। 1990 ରେ ଫାଇନାଲି ଏଇ ଗେଟ୍ ରେ ହିଁ ଲୋକମାନେ ଜମା ହେଲେ, ବହୁତ ଭିଡ ହେଲା। ଆଉ ଲୋକ ଏମିତି ଆସିଲେ ରାଲି ପାଇଁ ଯେ ଆମେ ପିସ୍ ଚାହୁଁଛୁ, ଆମେ ଏକତା ଚାହୁଁଛୁ, ଏଇ ଡିଭିଜନ ହେଇକି ଆମେ ରହିବାକୁ ଚାହୁଁନୁ ବୋଲି ଲୋକମାନେ ଆସିକି ଏଠି ଯୋଉ ଶାସକ ଥିଲେ ସେ ଟାଇମରେ ସେମାନେ ବାଧ୍ୟ ହେଲେ ଲୋକଙ୍କୁ ୱେଷ୍ଟ ଜର୍ମାନୀ ଲୋକ ପଟେ ଇଷ୍ଟକୁ ଆସିବା ପାଇଁ, ଇଷ୍ଟ ଜର୍ମାନୀ ଲୋକ ୱେଷ୍ଟ ଲୋକମାନେ ଯିବା ଆସିବା କଲେ। ସେ ଦିନ ଠାରୁ ଏଇ ଗେଟ୍ ଟା ସିମ୍ବଲାଇଜ ହେଲା ଯେ ଇଟ ଇଜ ଦ ଆଇକନିକ ୱାଲ। Brandenburgs represent the unity, reunifications